AM Music. ଏ ପିଲାମାନେ ପିତା ମାତାଙ୍କୁ ସମାଦର କର। ଏ ପିଲାମାନେ ପିତା ମାତାଙ୍କୁ ସମାଦର କର। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପୁନର୍ବାର ପ୍ରଭୁ ମୋତେ ସୁଯୋଗ ଦେଇଛନ୍ତି ଅଲିନ୍ ମ୍ୟୁଜିକ୍ ମାଧ୍ୟମରେ ଆପଣମାନଙ୍କ ଗହଣରେ ପ୍ରଭୁଙ୍କ ବାକ୍ୟ ଦେବା ପାଇଁ। ସେଥିପାଇଁ ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ। ଆଜି ଯେଉଁ ଆମମାନେ ବାକ୍ୟ ପାଠ କରିବା ତାହା ଆପଣମାନେ ପାଇବେ ପ୍ରେରିତ 5 ପର୍ବ 1 ପଦରୁ 11 ପଦ। କିନ୍ତୁ ହନାନିଆ ନାମକ ଜଣେ ବ୍ୟକ୍ତି ଆପଣା ଭାର୍ଯ୍ୟା ସଫିରାର ସମ୍ମତିରେ କିଛି ସମ୍ପତ୍ତି ବିକ୍ରୟ କଲା। ପୁଣି ଭାର୍ଯ୍ୟାର ଜ୍ଞାତସାରରେ ସେଥିର ମୂଲ୍ୟରୁ କିଛି ଲୁଚାଇ ରଖି ଅଂଶ ମାତ୍ର ଆଣି ପ୍ରେରିତମାନଙ୍କ ଚରଣ ତଳେ ଥୋଇଲା। ସେଥିରେ ପିତର କହିଲେ, ହେ ଅନାନୀୟ, ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୂଲ୍ୟରୁ କିଛି ଲୁଚାଇ ରଖିବାକୁ କାହିଁକି ଶୈତାନ ତୁମ୍ଭ ହୃଦୟ ସମ୍ପୂର୍ଣ୍ଣ ଅଧିକାର କରିଅଛି? ବିକ୍ରୟ ନ ହେବା ପୂର୍ବେ ତାହା କ'ଣ ତୁମ୍ଭ ନିଜର ହୋଇ ରହିନଥିଲା? ଆଉ ବିକ୍ରୟ ହେବା ଉତ୍ତାରେ ସେଥିର ମୂଲ୍ୟ କି ତୁମ୍ଭ ନିଜ ଅଧିକାରରେ ନଥିଲା? ତେବେ ତୁମ୍ଭେ କିପରି ଆପଣା ହୃଦୟରେ ଏହି ବିଷୟ ଭାବିଲ? ତୁମ୍ଭେ ଯେ ମନୁଷ୍ୟ ନିକଟରେ ମିଥ୍ୟା କହିଲ ତାହା ନୁହେଁ, ମାତ୍ର ଈଶ୍ୱରଙ୍କ ନିକଟରେ ମିଥ୍ୟା କହିଲ। ଏହିସବୁ କଥା ଶୁଣି ହନାନୀୟ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା। ସେଥିରେ ଯେତେ ଲୋକ ଏହା ଶୁଣିଲେ ସମସ୍ତେ ଅତିଶୟ ଭୟ ପାଇଲେ। ଆଉ ଯୁବକମାନେ ଉଠି ତାହାକୁ ଲୁଗାରେ ଗୁଡ଼ାଇଲେ ଏବଂ ବାହାରକୁ ଘେନି ଯାଇ ସମାଧି ଦେଲେ। ପ୍ରାୟ 3 ଘଣ୍ଟା ପରେ ତାହାର ଭାର୍ଯ୍ୟା ଆସିଲା, କିନ୍ତୁ କ'ଣ ଘଟିଅଛି ତାହା ସେ ଜାଣିନଥିଲା। ଆଉ ପିତର ତାହାକୁ ଉତ୍ତର ଦେଲେ, କୁହ ତ, ତୁମ୍ଭେମାନେ କ'ଣ ଏତିକି ଟଙ୍କାରେ ଭୂମି ବିକ୍ରୟ କଲ? ସେ କହିଲା, ହଁ, ସେତିକିରେ। ସେଥିରେ ପିତର ତାହାକୁ କହିଲେ, ପ୍ରଭୁଙ୍କର ଆତ୍ମାଙ୍କୁ ପରୀକ୍ଷା କରିବା ନିମନ୍ତେ ତୁମ୍ଭେମାନେ କାହିଁକି ଏକ ପରାମର୍ଶ ହେଲ? ଦେଖ, ଯେଉଁମାନେ ତୁମ୍ଭ ସ୍ୱାମୀକୁ ସମାଧି ଦେଇଅଛନ୍ତି ସେମାନେ ଦ୍ୱାର ପାଖରେ ଉପସ୍ଥିତ ହେଲେଣି, ଆଉ ସେମାନେ ତୁମ୍ଭଙ୍କୁ ବାହାରକୁ ବହି ନେଇଯିବେ। ତତ୍କ୍ଷଣାତ୍ ସେ ତାଙ୍କ ପାଦ ତଳେ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା। ପୁଣି ଯୁବକମାନେ ଭିତରକୁ ଆସି ତାହାକୁ ମୃତ ଦେଖି ବାହାରକୁ ବହି ନେଇଗଲେ ଏବଂ ତାହାର ସ୍ୱାମୀ ପାଖରେ ତାହାକୁ ସମାଧି ଦେଲେ। ସେଥିରେ ସମୁଦାୟ ମଣ୍ଡଳୀ ଓ ଯେତେ ଲୋକ ଏହିସବୁ ବିଷୟ ଶୁଣିଲେ ସେମାନେ ସମସ୍ତେ ଅତିଶୟ ଭୟ ପାଇଲେ। ଆମେ ଏହାଦ୍ୱାରା କ'ଣ ଆମେ ଶିକ୍ଷା କରିବା? ହନାନିଆ ଓ ସଫିରା 2 ଜଣ ସ୍ୱାମୀ ସ୍ତ୍ରୀ ଥିଲେ। ପରମେଶ୍ୱରଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଥିବାରୁ ସେମାନେ ସଙ୍ଗେ ସଙ୍ଗେ କ'ଣ ପାଇଲେ? ମୃତ୍ୟୁଦଣ୍ଡ ପାଇଲେ। ଆମେ ଯେତେବେଳେ ଜଗତରେ ଥାଇ ବିଭିନ୍ନ ପ୍ରକାର ମନ୍ଦ କାର୍ଯ୍ୟ କରୁ, ଆଉ ସେ ସମୟରେ ଆମେ ଭାବି ପାରୁନଥାଉ ଯେ କିଏ ଆମକୁ ଗୋଟେ ଦେଖୁଛନ୍ତି, ଜଣେ ଆମକୁ ଦେଖୁଛନ୍ତି। ଆଉ ଜଗତ ଆଗରେ ତାହା ତ ଲୁଚିକି ରହିଯାଏ, କିନ୍ତୁ ତାହା ଯେ ଆମର ଅନ୍ତର କଥା ଜାଣନ୍ତି, ସେ ସବୁ ବିଷୟକୁ କ'ଣ କରନ୍ତି? ଦେଖିଥାନ୍ତି। ଆମେ ଯଦି କୌଣସି ବିଷୟରେ ଈଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କରୁଛୁ, କାରଣ ସେଦିନ ହନାନୀୟ ଓ ସଫିରା 2 ଜଣ ଯାକ ପ୍ରତିଜ୍ଞା କରିଥିଲେ ଯେ ତାଙ୍କର ଜମି ବିକ୍ରିର ସମସ୍ତ କ୍ରୟ ମୂଲ୍ୟ ସେମାନେ କ'ଣ କରିବେ? ଆଉ ପ୍ରେରିତମାନଙ୍କୁ ଆଣିକି ତାଙ୍କ ପାଖରେ ଦେବେ। କିନ୍ତୁ ସେମାନେ ବିଶ୍ୱସ୍ତ ହୋଇପାରିଲେନି, ଆଉ ଯାହାଦ୍ୱାରା କି ସେମାନେ ଦଣ୍ଡପ୍ରାପ୍ତ ହେଲେ। ଯେତେବେଳେ ପୁରାତନ କାଳରେ କ'ଣ ହେଉଥିଲା, ଯେତେବେଳେ ଲୋକମାନେ ଭୁଲ କାର୍ଯ୍ୟ କରୁଥିଲେ, ଈଶ୍ୱରଙ୍କର ବିରୁଦ୍ଧାଚରଣ କାର୍ଯ୍ୟ କରୁଥିଲେ, ସେତେବେଳେ ସେମାନେ ସାଙ୍ଗେ ସାଙ୍ଗେ ଦଣ୍ଡର ପାତ୍ର ହେଉଥିଲେ। କିନ୍ତୁ ଆମମାନଙ୍କର ପ୍ରଭୁ ଯୀଶୁ ଆମମାନଙ୍କୁ କ'ଣ କରିଛନ୍ତି? ଅନୁଗ୍ରହ ପ୍ରଦାନ କରିଛନ୍ତି। ସେ ଆମମାନଙ୍କୁ ଅନୁଗ୍ରହରେ କ'ଣ କରନ୍ତି? ଆବରି ଧରନ୍ତି। ଆମକୁ କ୍ଷମା ପରେ କ୍ଷମା ପ୍ରଦାନ କରିଛନ୍ତି, ଦେଉଛନ୍ତି ବି କ୍ଷମା। ଆମେ ଯେତେ ଭୁଲ କଲେ ବି ସେ କ'ଣ କରନ୍ତି? ଆମମାନଙ୍କର ସବୁ ବିଷୟକୁ ସେ ଅନୁଗ୍ରହରେ ଦୂର କରିଥାନ୍ତି। ସେ ଆମମାନଙ୍କୁ ସମୟ ଦେଇଛନ୍ତି କେତେବେଳେ ଆମେ ତାଙ୍କ ନିକଟବର୍ତ୍ତୀ ହେବା, ତାଙ୍କ ପାଖରେ ଆମେ ବିଶ୍ୱସ୍ତ ହେବା। ଆଉ ସେଥିପାଇଁ ସେ ଆମମାନଙ୍କୁ କ'ଣ କରନ୍ତି? ଆମମାନଙ୍କୁ ସମୟ ଦେଇଥାନ୍ତି। କିନ୍ତୁ
ଆଉ ଯେତେବେଳେ ହନାନୀୟ ଓ ସଫିରା ତାଙ୍କ ଜମି ବାବଦକୁ ଟଙ୍କା ଅଳ୍ପ ଅଳ୍ପ କିଛି ଆଣିକି ଆଉ ଦେଲେ, ଆଉ କିଛି ନିଜ ଭିତରେ ସେମାନେ ଲୁକାୟିତ ଭାବେ ରଖିଲେ। ସେମାନେ ଜଗତ ଆଗରେ ଉଚିତ ସ୍ୱାମୀ ସ୍ତ୍ରୀ ଥିଲେ, କିନ୍ତୁ ସେମାନେ ଈଶ୍ୱରଙ୍କର ନିକଟରେ ଉତ୍ତମ ସ୍ୱାମୀ ସ୍ତ୍ରୀ ନଥିଲେ। ମାନେ ଦେଖିବା ସେମାନଙ୍କର ଜୀବନରେ ଆଉ ପ୍ରଲୋଭନ ଆସିଥିଲା। ସେଥିପାଇଁ ଦୁଇ ଜଣ ସଦାପ୍ରଭୁଙ୍କ ଆଗରେ ମିଛ କହିଥିବାରୁ ସେମାନଙ୍କର ପ୍ରାଣ ନିଆଗଲା। ଆମମାନଙ୍କ ଜୀବନରେ ମଧ୍ୟ ଅନେକ ଆମେ ପ୍ରତିଜ୍ଞା କରିଥାଉ, କିନ୍ତୁ ଯେତେବେଳେ ଆମେ ସବୁ ବିଷୟ ପାଇଯାଇଥାଉ ସେତେବେଳେ ଆମେ କ'ଣ ହେଇଥାଉ? ପ୍ରତିଜ୍ଞାରୁ ଆମେ ବିମୁଖ ହୋଇଥାଉ। ଆମେ ସେ ପ୍ରତିଜ୍ଞାକୁ ଭୁଲି ଯାଇଥାଉ ଯେ ହଁ ଆମେ ପ୍ରଭୁଙ୍କ ପାଖରେ ପ୍ରତିଜ୍ଞା କରିଛୁ, ଏଇ ମାନତ କରିଛୁ, ଆଉ ଯାହାଦ୍ୱାରା କି ଆମମାନଙ୍କର ପୂର୍ଣ୍ଣ ହଉ କି ନ ହଉ ଆମେ ସେ ମାନତକୁ ଆଗେ ପୂର୍ଣ୍ଣ କରିବା ଆବଶ୍ୟକ। କିନ୍ତୁ ପ୍ରତିଜ୍ଞା ଭୁଲି ଯାଇଥାଉ, ଆଉ ଆମେ ସବୁ ଜଗତର ପ୍ରଲୋଭନରେ, ଜଗତର ଚାକଚକ୍ୟରେ ଆମେ ମଜି ଯାଇଥାଉ। ସେଥିପାଇଁ ଆମମାନଙ୍କୁ ସଜାଗ ରହିବାକୁ ପଡ଼ିବ। ସବୁବେଳେ ଆମମାନଙ୍କୁ ବାକ୍ୟକୁ ପାଠ କରିବାକୁ ପଡ଼ିବ, ବାକ୍ୟକୁ ବୁଝିବାକୁ ପଡ଼ିବ। ବାକ୍ୟରେ ଆମମାନଙ୍କ ନିମନ୍ତେ କ'ଣ ଲେଖାଯାଇଅଛି, ଆଉ ବାକ୍ୟ ଦ୍ୱାରା ହିଁ ଆମେ କ'ଣ କରିବା? ଆମମାନଙ୍କର ଜୀବନକୁ ସୁଧାରି ପାରିବା। ଆଉ ଧର ପିଲାମାନେ ଆମେ ଗୋଟେ ବିଷୟରେ ମାନତ କରୁଛୁ, ଧର ଆମମାନଙ୍କର ପାଠ ଭଲ ହେଇପାରୁନି, ଆମେ ଭଲ ପାଠ ପଢ଼ିପାରୁନୁ, ଆମେ କଲେଜରେ ଭଲ ମାର୍କ ରଖିପାରୁନୁ, ଉଚ୍ଚ ଶିକ୍ଷା ପାଇଁ ଆମମାନଙ୍କୁ ଇଚ୍ଛା, କିନ୍ତୁ ଆମେ ଉଚ୍ଚ ଶିକ୍ଷା ପାଇଁ ଆମମାନଙ୍କର ସେତିକି ପରସେଣ୍ଟେଜ ନାହିଁ। ଆମେ ପ୍ରଭୁଙ୍କ ପାଖେ ସେଇ ପ୍ରାର୍ଥନା ରଖିବା, ପ୍ରଭୁ ଆମମାନଙ୍କୁ ତୁମେ ସେ ସମସ୍ତ ବିଷୟରେ ଆଗେଇ ନିଅ, ଆଉ ଆମେ ତୁମ ସହିତ ଲାଗି ରହିବୁ, ତୁମ ସହିତ ପ୍ରାର୍ଥନାରେ ଲାଗି ରହିବୁ, ତୁମର କାର୍ଯ୍ୟ କରିବୁ। କେବଳ ମାନତ ନୁହଁ ଯେ ଟଙ୍କା, ସେଟା ନୁହଁ। କାହାକୁ ଆମେ ସାହାଯ୍ୟ କରିବା, କାହାକୁ ଆମେ ଦୁଃଖ ସୁଖର ସାଥୀ ହେବା, କେଉଁ ଗରିବ ଲୋକକୁ ଆମେ ଖାଦ୍ୟ ବସ୍ତ୍ର ଦାନ କରିବା, ଏସବୁ ବିଷୟ ଆମମାନଙ୍କ ଜୀବନରେ ଗୋଟି ଗୋଟି କରି ଅଛି। କାରଣ ଆମେ ସାଧାରଣ ମନୁଷ୍ୟ। କେବଳ ଆମେ ମନ୍ଦିର ମଧ୍ୟକୁ ବି ଆମେ ଦେବା, ଆମମାନଙ୍କର ମାନତ ପୂର୍ଣ୍ଣ ହେବା ନିମନ୍ତେ ମନ୍ଦିରକୁ ମଧ୍ୟ ଆମମାନଙ୍କର ପ୍ରଭୁ ଯେଉଁ ମନ୍ଦିରକୁ ଆମେ ଯାଉଛୁ, ଯେଉଁ ଯୀଶୁଖ୍ରୀଷ୍ଟଙ୍କର ଚରଣ ତଳକୁ ଆମେ ଯାଉଛୁ ପ୍ରାର୍ଥନା କରିବା ପାଇଁ, ଆଉ ସେଇ ଜାଗାରେ ମଧ୍ୟ ଆମେ ମାନତ ପୂର୍ଣ୍ଣ କରିବା ଆବଶ୍ୟକ। ନ ପାଇବା ପୂର୍ବରୁ ଆମେ ମାନତ ପୂର୍ଣ୍ଣ କରିବା ଆବଶ୍ୟକ, କାରଣ ପ୍ରଭୁ ଆମମାନଙ୍କଠୁ ତାହା ଚାହାନ୍ତି। ନ ପାଇବା ପୂର୍ବରୁ ଯଦି ଆମେ ଧନ୍ୟବାଦ ଦେଇଥାଉ, ପ୍ରଭୁ ଆହୁରି ଖୁସି ହେଇଥାନ୍ତି, ଯାହାରେ ମୁଁ ତ ୟାକୁ ଏଇ ଜିନିଷ ଦେଇନି, କିନ୍ତୁ ଇଏ ମୋତେ ଧନ୍ୟବାଦ ଦେଇ ସାରିଲାଣି ପାଇବା ପୂର୍ବରୁ। ସେଥିପାଇଁ ସବୁବେଳେ ଆମେ ଚିନ୍ତା କରିବା ଆମେ ଈଶ୍ୱରଙ୍କ ଦୃଷ୍ଟିରେ କିଛି ଭୁଲ କରୁନାହୁଁ ତ। ସେଥିପାଇଁ ଦ୍ୱିତୀୟ ବିବରଣୀ ତାର 23 ପର୍ବ 21 ପଦରେ ଲେଖାଯାଏ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମାନତ ମନାସିଲେ ତାହା ଦେବାକୁ ବିଳମ୍ବ କର ନାହିଁ, କାରଣ ତାହା ତୁମ୍ଭର ପାପ ହେବ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅବଶ୍ୟ ତୁମ୍ଭଠାରୁ ତାହା ଆଦାୟ କରିବେ। ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଯଦି ଆମେ ମାନତ କିଛି କରୁଛୁ, ତାହେଲେ ତାହା ଆମେ ଅତି ଜଲ୍ଦି ପୂର୍ଣ୍ଣ କରିବାକୁ ଚେଷ୍ଟା କରିବା। ବାକ୍ୟ କହେ, ନଚେତ୍ ଆମଠାରୁ ତାହା ନିକାଶ ନିଆଯିବ। ତାହାଙ୍କର କ୍ରୋଧ ଦ୍ୱାରା ସେ ଆମମାନଙ୍କଠାରୁ ସୁଧ ମୂଳରେ ପରିଶୋଧ କରିବେ। ସେଥିପାଇଁ ଆମେ ଜାଗ୍ରତ ହେବା। କେଉଁ ସମୟରେ ଶୈତାନ ଆମ ହୃଦୟରେ ପ୍ରବେଶ କରିବ, ଆଉ ହୃଦୟକୁ କଠିନ କରିବ, ପ୍ରତିଜ୍ଞାରୁ ଆମମାନଙ୍କୁ ଦୂରେଇବ, ତା ପୂର୍ବରୁ ଆମେ ପରିତ୍ରାଣକର୍ତ୍ତାଙ୍କ ଆଡ଼େ ଉର୍ଦ୍ଧ୍ୱ ଦୃଷ୍ଟି କରିବା। ଯେଉଁ ଈଶ୍ୱର ଆମମାନଙ୍କୁ ଏ ଜଗତକୁ ଆଣିଲେ, ଯେଉଁ ଖ୍ରୀଷ୍ଟଙ୍କୁ ଆମେ ଜାଣିଛୁ, ସେ ଯେ ଆମମାନଙ୍କର ପରିତ୍ରାଣକର୍ତ୍ତା, ସେ ଯେ ଆମମାନଙ୍କର ମୁକ୍ତିଦାତା, ସେ ଆମମାନଙ୍କର ସବୁ ବିଷୟରେ ଆଶୀର୍ବାଦ ପ୍ରଦାନ କରିବା ପରମେଶ୍ୱର, ଆଉ ତାହାଙ୍କ ଆଡ଼େ ଆମେ ଉର୍ଦ୍ଧ୍ୱ ଦୃଷ୍ଟି କରିବା। ଆମ ଭିତରେ ଥିବା ଲୋଭ, ଅହଙ୍କାର, ଅସାର, ଗର୍ବ, ଦମ୍ଭ, ନାନା ପ୍ରକାର କୁତ୍ସିତ ମନୋଭାବ ଦୂର କରି ତାଙ୍କ ଆଡ଼େ ଚାହିଁବା, ତାଙ୍କର ନିକଟବର୍ତ୍ତୀ ମଧ୍ୟ ହେବା। ଯେପରି ଲେଖାଯାଏ ଲୁକ 22 ପର୍ବ 3 ପଦରେ, ଶୈତାନ କ'ଣ କଲା? 12 ଶିଷ୍ୟଙ୍କ ମଧ୍ୟରେ ଇସ୍କାରିୟୋତ ଯିହୁଦା
ହୃଦୟରେ ପ୍ରବେଶ କରି ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା। ସେଇ ପ୍ରକାର ଆମମାନେ ଯେତେବେଳେ ଦୁର୍ବଳ ହୋଇପଡ଼ୁ ଆଉ ସେ ସମୟରେ ଆମମାନଙ୍କର ଜୀବନରେ କ'ଣ ହେଇଥାଏ, ଆମମାନେ ସତ୍ୟ ପଥରୁ ନିବୃତ୍ତ ହେଇଥାଉ ଆଉ ଜଗତର ଅନ୍ଧକାର ଓ ଚାକଚକ୍ୟରେ ପ୍ରବେଶ କରି ଈଶ୍ୱର ଭୟରୁ ଆମମାନେ କ'ଣ ହେଇଥାଉ, ଦୂରେଇ ଯାଇଥାଉ। ସମୟ ଥାଉ ଥାଉ ଆମମାନେ କ'ଣ ହେବା, ଯୀଶୁଖ୍ରୀଷ୍ଟଙ୍କ ଆଡ଼େ ଆମମାନେ ଲକ୍ଷ୍ୟ ରଖିବା। ଯୀଶୁଖ୍ରୀଷ୍ଟଙ୍କୁ ଆମେ ଆମ ଜୀବନର ପ୍ରଥମ ସ୍ଥାନ ଦେବା, ତାହାଙ୍କ ନିମନ୍ତେ ବିଶ୍ୱସ୍ତ ହେବା, ନିଜର ପରିବାର, ସନ୍ତାନ, ସମାଜ ଓ ମଣ୍ଡଳୀ ନିମନ୍ତେ ଆମମାନେ ଭାରଗ୍ରସ୍ତ ହେବା। ଯେଉଁ ପ୍ରତିଜ୍ଞା ଆମେ ଆମ ପ୍ରଭୁଙ୍କ ନିକଟରେ କରିଅଛୁ ସେ ତାହା ଆମେ ମାନତ ରୂପେ ପୂର୍ଣ୍ଣ କରିବା। ଅତି ଜଲ୍ଦି କରିବା। ପାଇବା ପୂର୍ବରୁ ଯଦି ଆମେ ମାନତ ପୂର୍ଣ୍ଣ କରୁ ତାହେଲେ ପ୍ରଭୁ ଆମମାନଙ୍କ ଠାରୁ ଆହୁରି ଖୁସି ହେବେ, ଆନନ୍ଦ ପାଇବେ। ଯାହା ହଉ ଏ ପିଲାଟି ମୁଁ ତାକୁ ଦେଇନାହିଁ, କିନ୍ତୁ ସେ ତା ପୂର୍ବରୁ ତାର ମାନତକୁ ପୂର୍ଣ୍ଣ କରିଅଛି। କେବଳ ପାଇଲେ ଆମେ ମାନତ ପୂର୍ଣ୍ଣ କରିବା ତାହା ନୁହଁ, ପାଇବା ପୂର୍ବରୁ ଆମେ ସେ ସମସ୍ତ ବିଷୟରେ ସଂଯତ ହେବା। ସେଇଦିନ ହନାନ୍ୟ ସଫିରା ମୃତ୍ୟୁକୁ ଦେଖି ହନାନ୍ୟ ସଫିରା କି ପ୍ରକାର ମୃତ୍ୟୁବରଣ କଲେ, କଚାଡ଼ି ହୋଇକି ପଡ଼ିଲେ। କାହିଁକି କଚାଡ଼ି ହୋଇ ପଡ଼ିଲେ? କାରଣ ସେମାନେ ପ୍ରତିଜ୍ଞାରୁ ବିମୁଖ ହେଲେ। ଆଉ ସେଦିନ ସେଇ ମଣ୍ଡଳୀ ମଧ୍ୟ ଦେଖିକି, ମଣ୍ଡଳୀ ଲୋକମାନେ ମଧ୍ୟ ଦେଖିକି ଭୟଭୀତ ହେଲେ ଆଉ ଅତିଶୟ ଭୟଭୀତ ହୋଇ ସେଥିରେ ସେମାନେ କ'ଣ କଲେ, ନିଜ ନିଜକୁ ପରିବର୍ତ୍ତନ କରିବା ପାଇଁ ସଜାଗ ହେଲେ। ଆମେ ଆଜି ଏ ସମସ୍ତ ବିଷୟକୁ ଦେଖି ସଜାଗ ହେବା ଆବଶ୍ୟକ। ଆମେ ଅନେକ ଥର ଭୁଲ କରିଥାଉ କିନ୍ତୁ ଜାଣିପାରୁନଥାଉ ଆମେ ଭୁଲ କରିଛୁ ବୋଲି। ଆମେ ଅନେକ ଥର ପ୍ରତିଜ୍ଞା କରିଥାଉ କିନ୍ତୁ ପ୍ରତିଜ୍ଞାରୁ ଆମେ ବିମୁଖ ମଧ୍ୟ ହେଇଥାଉ। ପ୍ରଭୁ କେବଳ ଆମମାନଙ୍କୁ ସମସ୍ତ ପ୍ରକାର ଅନୁଗ୍ରହରେ ଆମମାନଙ୍କୁ ଆବରି ଧରିଛନ୍ତି। ସେଥିପାଇଁ ଆମମାନେ ପ୍ରଭୁ ତ ଆମମାନଙ୍କୁ କ୍ଷମା କରୁଛନ୍ତି ଆଉ ନିଶ୍ଚୟ ଆମମାନଙ୍କୁ କ୍ଷମା କରିବେ। ମୋ ପାଖରେ ଏବେ ତ ଅର୍ଥ ନାହିଁ, ମୋ ପାଖରେ ତ ବସ୍ତ୍ର ନାହିଁ, ଖାଇବା ନାହିଁ, ଆଉ ମୁଁ ଅନ୍ୟ ଲୋକକୁ କ'ଣ ଏସବୁ ଦେବି? କିନ୍ତୁ ନା, ଆମମାନଙ୍କର ଥାଉ କି ନଥାଉ ଆମମାନେ ଅତି ଜଲ୍ଦି ସେସବୁ ପୂର୍ଣ୍ଣ କରିବା ଆବଶ୍ୟକ। ଯାହା ଆମେ ପ୍ରତିଜ୍ଞା କରୁଛୁ ସେ ପ୍ରତିଜ୍ଞାରେ ଅଟଳ ରହିବା। ଗତ ମହାମାରୀରେ କେତେ ଲୋକ ଜଗତରୁ ଚାଲିଗଲେ ନୁହଁ, କିନ୍ତୁ ପ୍ରଭୁ ଆମମାନଙ୍କୁ କ'ଣ କଲେ, ତାଙ୍କର ଦୂତମାନଙ୍କ ଦ୍ୱାରା, ତାଙ୍କର ଆଶୀର୍ବାଦ ଅନୁଗ୍ରହ ଦ୍ୱାରା ସେ ଆମମାନଙ୍କୁ ଆବରି ଧରିଲେ। ଆଜି ପର୍ଯ୍ୟନ୍ତ ଆମେ ସୁସ୍ଥ ସବଳତାର ସହିତ ବଞ୍ଚି ଅଛୁ। ଆଉ ଆମେ କ'ଣ କରିବା? ସେଥିପାଇଁ ତାଙ୍କ ନିମନ୍ତେ ବିଶ୍ୱସ୍ତ ହେବା ଏବଂ ପ୍ରଭୁଙ୍କ ସହିତ ଆମମାନେ ଲାଗି ରହିବା ଏବଂ ତାଙ୍କର ଅନୁଗ୍ରହର ପାତ୍ରପାତ୍ରୀ ଆମେ ହେବା ଆବଶ୍ୟକ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏ ହନାନ୍ୟ ସଫିରାର କାହାଣୀ ଦ୍ୱାରା ଆମ ସମସ୍ତେ ଯେପରି ତାଙ୍କ ନିମନ୍ତେ ପ୍ରସ୍ତୁତକାରୀ ଜୀବନ କାଟିବା ଏବଂ ଆମମାନେ ଯାହା ତାହାଙ୍କଠାରୁ ପ୍ରତିଜ୍ଞା କରୁଅଛୁ ସେ ପାଇବା ସଙ୍ଗେ ସଙ୍ଗେ ନ ପାଇବା ଆଗରୁ ଆମେ ତାହା ତାଙ୍କ ନିକଟରେ ଥୋଇବା ଆବଶ୍ୟକ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। हे पवित्र पिता, गौरवमय राजा, तुम नामर धन्यवाद करुचु पिता। तुम्हें आमको दया करिच, अनुग्रह करिच पिता। हाँ प्रभु, तुम्हें जे आमर सहवर्ती परमेश्वर होइच, सबु अवस्था प्रभु तुम्हें आमको आवरी धरिच, आमर दोष दुर्बलता दूर करी प्रभु आमको तुम्हें सजाग जीवन प्रदान करुच। से तुम नामर अशेष धन्यवाद दौचु। आमर जीवन में जदि कौन दुर्बलता भाव अच्छी, जदि कौन मंद भाव अच्छी, से सबको तुम्हें जिसु नाम दूर करी प्रभु तुम्हें गौरव पाओ। कारण ए जगत मंदतारे परिपूर्ण, ए जगत जे चाकचक्य परिपूर्ण प्रभु, आमने सबु अवस्था प्रभु जगतर चाकचक्य आमने प्रभु मजी जाई थाउ। आमने भावी न थाउ जे आमनकर स्वर्गस्थ पिता आमनक आड़े निरीक्षण करूछंती, आमनक आड़े देखुछंती, आमनको से पचारुछंती प्रभु। आ तुम्हें दया कर बापा। आज यही समय प्रभु जो माने प्रभु निज निज को तुमर चरण तले प्रभु रखिछंती, जो माने तुम निकट प्रतिज्ञाबद्ध अछंती, समस्त को से ज्ञान
ତୁମେ ପ୍ରଦାନ କର। ଆତ୍ମାଙ୍କର ଚାଳନା ଦେଇ ତୁମେ କଥା କୁହ। ପ୍ରତ୍ୟେକ ନିଜ ନିଜର ସ୍ୱଭାବକୁ ପରିବର୍ତ୍ତନ କରିବେ। ପ୍ରତ୍ୟେକ ତୁମର ଗୌରବର କାରଣ ହେବେ। ସେହି ପ୍ରକାର ତୁମେ କଲ୍ୟାଣ କର ବୋଲି ନିବେଦନ କରି ଏ ସୁନ୍ଦର ସମୟକୁ ଆଉ ପ୍ରଭୁ ଏହି ବାକ୍ୟକୁ ତୁମର ସହିତ ସମର୍ପଣ କରି ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ। ତୁମର ରାଜ୍ୟ ଆସୁ, ଯେରୂପେ ସ୍ୱର୍ଗରେ ସେରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରয়োଜନୀୟ ଆହାର ଦିଅ। ଆମେ ଯେମିତି ନିଜ ନିଜ ଅପରାଧମାନଙ୍କୁ କ୍ଷମା କରିଅଛୁ, ତୁମେ ତ ଅପରାଧ ସବୁ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ଦଠାରୁ ରକ୍ଷା କର। ଯେଣୁ ରାଜତ୍ୱ, ପରାକ୍ରମ, ଗୌରବ ସଦା ସର୍ବଦା ତୁମ୍ଭର ହେଉ, ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ ହେଉ, ଆମେନ୍। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏ ପିଲାମାନେ ପିତା ମାତାଙ୍କୁ ସମାଦର କର। ଏ ପିଲାମାନେ ପିତା ମାତାଙ୍କୁ ସମାଦର